ଯେଉଁ ଘରେ ବାଜୁଥିଲା ସାହାନାଇ ବାଜା ବାଣରେ ଫାଟି ପଡୁଥିଲା ପରିବେଶ। ଘରକୁ ନୂଆ ବୋହୂ ଆସିବ ବୋଲି ଖୁସି କହିଲେ ନ ସରେ। ପରିବାରରେ ସବୁ ସଦସ୍ୟ ବି ବିଭୋର। କାହାର ପାଦ ଲାଗୁନଥିଲା ତଳେ। ହେଲେ ଖୁସି ରହିଲାନି ଗୋଟିଏ ମୁହୂର୍ତ୍ତ। ଏପଟେ ହେଉଥିଲା ବିବାହ, ସେପଟେ ଯାଉଥିଲା ବାପାର ଜୀବନ। ହର୍ଷ ଉଲ୍ଲାସରେ ଚାଲିଥିବା ବାହାଘରରେ ଚାହୁଁ ଚାହୁଁ ଘୋଟି ଆସିଥିଲା ଦୁଃଖର କଳା ବାଦଲ। ପାଟଣାଗଡ଼ରେ ନଜର ଆସିଛି ଏମିତି ଅଭାବନୀୟ ଘଟଣା। ବଲାଙ୍ଗୀର ଜିଲ୍ଲା ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ଏବେ ଶବ ହୋଇ ଫେରିଛି। ବର ଶୋଭାଯାତ୍ରା ବେଳେ ବଡ଼ ଅଘଟଣ। ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂର ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ବେଲପଡ଼ା ଥାନା ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଏହି ଅଘଟଣ ଘଟିଛି। ବର ବେଶରେ ପୁଅ ବସିଥିବା କାର ବାପା ଉପରେ ମାଡ଼ିଯିବାରୁ ବାପାଙ୍କ ଜୀବନ ଗଲା। କନ୍ୟା ପକ୍ଷର ଭାଇ ମଧ୍ୟ କାର ଚକ ତଳେ ଚାପି ହୋଇ ଗୁରୁତର। ହେଲେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ମୃତକ ହେଉଛନ୍ତି ଲୁଇସିଙ୍ଗା ଥାନା ଆମ୍ପାଲି ଗାଁର ଘିବଲୁ ବାଗ। ସୂଚନା ଅନୁସାରେ ଆମ୍ପାଲି ଗାଁରୁ ବେଲପଡ଼ା ଥାନା ଅନ୍ତର୍ଗତ ମଣ୍ଡଳ ଗାଁକୁ ବରଯାତ୍ରୀ ଦଳ ଆସିଥିଲେ। ବାଣ ଫୁଟେଇ ବାଜା ବଜାଇ ବର ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଆଗରେ ଲୋକେ ନାଚି ନାଚି ଯାଉଥିଲେ। ପଛରେ ଥିବା ବର ଗାଡ଼ିରେ ବର ବସି ଯାଉଥିଲା। ରାତି 11:30ଟାରେ ହଠାତ୍ ବର ବସିଥିବା ଗାଡ଼ି ଆଗରେ ଥିବା ବରଯାତ୍ରୀ ଦଳ ଉପରକୁ ମାଡ଼ି ଯାଇଥିଲା। ଆଉ ଗାଡ଼ି ଚାପାରେ ବରଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂର ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହା ହୋଇ ଦୁଃଖରେ ଫେରିଲେ ପୁଅ ମାନୁନଥିଲା। ପୁଅ ବାହା ପାଇଁ ଆସି ବାପା ଶବ ହୋଇଗଲେ। ଯେଉଁ ଘରେ ବାଜୁଥିଲା ସାହାନାଇ ବାଜା ବାଣରେ ଫାଟି ପଡୁଥିଲା ପରିବେଶ। ଘରକୁ ନୂଆ ବୋହୂ ଆସିବ ବୋଲି ଖୁସି କହିଲେ ନ ସରି। ପରିବାରରେ ସବୁ ସଦସ୍ୟ ବି ବିଭୋର। କାହାର ପାଦ ଲାଗୁନଥିଲା ତଳେ। ହେଲେ ଖୁସି ରହିଲାନି ଅଳ୍ପ ମୁହୂର୍ତ୍ତ। ଏପଟେ ହେଉଥିଲେ ବିବାହ, ଆଉ ସେପଟେ ଯାଉଥିଲା ବର ବାପାଙ୍କ ଜୀବନ। ହର୍ଷ ଉଲ୍ଲାସରେ ଚାଲିଥିବା ବାହାଘରରେ ଚାହୁଁ ଚାହୁଁ ଘୋଟି ଆସିଥିଲା ଦୁଃଖର କଳା ବାଦଲ। ପାଟଣାଗଡ଼ରେ ନଜର ଆସିଛି ଏମିତି ଅଭାବନୀୟ ଘଟଣା। ବଲାଙ୍ଗୀର ଜିଲ୍ଲା ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ଏବେ ଶବ ହୋଇ ଫେରିଛି। ବର ଶୋଭାଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି ବର ବସିଥିବା ଗାଡ଼ି। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ଦେବାଂଶୁ ଟିଭି।